नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। ଯଜାତିଙ୍କ ବଂଶରେ ଶଶବିନ୍ଦୁ ନାମକ ଜଣେ ଅତ୍ୟନ୍ତ ପରାକ୍ରମୀ ରାଜାଙ୍କର 10,000 ପତ୍ନୀ ଥିଲେ ଏବଂ ପ୍ରତ୍ୟେକ ପତ୍ନୀଙ୍କ ଗର୍ଭରୁ 1,00,000 ପୁତ୍ର ଜାତ ହୋଇଥିଲେ। ସେହି ବଂଶରେ ରାଜତ୍ୱ କରୁଥିବା ଜାମଘ ଅପୁତ୍ରିକ ଥିବା ସତ୍ତ୍ୱେ ପତ୍ନୀ ଶୈବ୍ୟାଙ୍କ ଭୟରେ ଅନ୍ୟ ପତ୍ନୀ ଗ୍ରହଣ କରିପାରୁନଥିଲେ। ଏକଦା ଶତ୍ରୁଗୃହରୁ ଏକ ସୁନ୍ଦରୀ କନ୍ୟାକୁ ବଳପୂର୍ବକ ନିଜ ପୁରକୁ ଘେନି ଆସିଲେ, କିନ୍ତୁ ଶୈବ୍ୟାଙ୍କ ପ୍ରଶ୍ନର ଉତ୍ତରରେ ଜାମଘ ସେହି କନ୍ୟାକୁ ପୁତ୍ରବଧୂ ରୂପେ ପରିଚିତ କରାଇଲେ। ପୁତ୍ରହୀନା ଥିବାରୁ ତାଙ୍କ ପ୍ରତି ଏହା ଏକ ବିଦ୍ରୂପ ବୋଲି ରାଣୀ ବିଚାରିଲେ, କିନ୍ତୁ ପରବର୍ତ୍ତୀ ସମୟରେ ପିତୃଦେବଙ୍କ ଅନୁଗ୍ରହ ଯୋଗୁଁ ବିଦର୍ଭ ନାମକ ପୁତ୍ର ଜାତ ହୋଇ ସେହି କନ୍ୟାକୁ ବିବାହ ହେଲା। ସୁକୌବାଚ ଶୁଣ ରାଜନ କୁରୁବୀର ବିଦର୍ଭ ଜାମଘ କୁମର ଜାମଘ ରାଜ କୁଳ ଜିଣି ଯେ କନ୍ୟା ପୁରେ ଥିଲାଣି ସେ କନ୍ୟା ବିଦର୍ଭେ ବରିଲା ତା ଗର୍ଭେ ପୁତ୍ର ଉପଜିଲା କୁଶ ଯେ କ୍ରଥ ଏହୁବେନି ତୃତୀୟ ରୋମ ପାଦ ଘେନି ବଭୃଜେ ରୋମ ପାଦ ସୁତ କୃତି ତାହାର ବୀର୍ଯ୍ୟ ଜାତ କୁଶିକ ତାହାର ନନ୍ଦନ ତାତହୁଁ ଚେଦି ଉତ୍ତପନ୍ନ ଚୈଦ୍ୟାଦି ବଂଶେ ଜାତ ହୋଇ ସ୍ୱଧର୍ମେ ପାଳିଲେ ସେ ମହି କ୍ରଥର ପୁତ୍ର କୁନ୍ତି ନାମ ଦୃଷ୍ଟି ଯେ ତାହାର ନନ୍ଦନ ନିର୍ବୃତ୍ତି ତାର ପୁତ୍ର ହୋଏ ଦଶରହ ନାମେ ତାର ପୋଏ ବ୍ୟୋମ ଯେ ତାହାର ସନ୍ତତି ତହୁଁ ଜିମୁତ ଉତ୍ତପତି ବିକୃତି ତାହାର ନନ୍ଦନ ତହୁଁ ଭୀମର ଜନମ ତାହାର ସୁତ ନବରଥ ତହୁଁ ଦଶରଥ ସମ୍ଭୂତ ଶକୁନି ତାହାର ତନଏ କରମ୍ଭି ପୁତ୍ର ତାର ହୋଏ ତାର ତନୟ ଦେବରାତ ଯାର ମହିମା ଅପ୍ରମିତ ତା ସୁତ ଦେବ କ୍ଷତ୍ର ନାମ ସୁନ୍ଦର ପଣି ଗୁଣ ଧାମ ମଧୁ ତାହାର ବଂଶେ ଜାତ କୁରୁ ବଂଶ ଯେ ତାର ସୁତ ଅନୁ ତାହାର ବୀର୍ଯ୍ୟ ଜାତ ତାହାର ସୁତ ପୁରୁହୋତ୍ର ଆୟୁ ଯେ ତାର ପୁତ୍ର ମାନ ସାତ୍ୱତ ତାଠାରୁ ଜନମ ତାହାର ହେଲେ ପୁତ୍ର ସାତ ଶୁଣ କହିବା ପରୀକ୍ଷିତ ଭଜମାନ ଭଜି ଦିବ୍ୟକ ବୃଷ୍ଣି ଦେବା ବୃଦ୍ଧ ଅନ୍ଧକ ମହାଭୋଜ ଏ ସପ୍ତ ନାମ ଏକୁ ଅନେକ ଗୁଣ ଧାମ ଭଜମାନର ପତ୍ନୀ ଦୁଇ ଆଦ୍ୟରେ ତିନି ସୁତ ହୋଇ ନିମ୍ନୁଚି ଦୃଷ୍ଟି ଯେ କିଙ୍କିଣ ପରୀକ୍ଷା ତହୁଁ ତୋତେ ଶୁଣ ଦ୍ୱିତୀୟ ପତ୍ନୀ ଗର୍ଭେ ଜାତ ହୋଇଲେ ତାର ତିନି ସୁତ ଶତାଜିତ ସହସ୍ରାଜିତ ଅୟୁତାଜିତ ତିନି ଭ୍ରାତ ବଭୃଜେ ଦେବା ବୃଦ୍ଧ ସୁତ ଜନେ ଗାନ୍ତି ତା ଚରିତ ଦୂରରୁ ଯେତେ ଗୁଣ ଗୁଣି ଅଧିକ ଦେଖୁ ପରିମାଣି ମନୁଷ୍ୟ ମଧ୍ୟେ ବଭୃ ଶ୍ରେଷ୍ଠ ଦେବା ବୃଦ୍ଧ ଦେବଙ୍କ ଇଷ୍ଟ ସେ ଦୁଇ ପୁରୁଷଙ୍କ କୂଳେ ଯେତେ ତରିଲେ ଭବ ଜଳେ ଷଡ଼ସହସ୍ର ପଞ୍ଚଷଷ୍ଟି ପୁଣି ଅଧିକ 8 ଗୋଟି ଘୋର ସଂସାର ତରି ଗଲେ ନିଶ୍ଚଳେ ମିଳିଲେ କୈବଲ୍ୟେ ସାତ୍ୱତ ବଂଶେ ଉତ୍ତପନ୍ନ ମହାଭୋଜତା ଅଟେ ନାମ
ଅତି ଧାର୍ମିକ ମହାଭୋଜ ଅନେକ କାଳ କଲା ରାଜ୍ୟ ଯେତେ ଉପୁଜିଲେ ତା ବଂଶେ ଧରିଲେ ଭୋଜ ନାମକୁ ସେ ବୃଷ୍ଣିର ସୁମିତ୍ର ନନ୍ଦନ ଅପରେ ଯୁଧା ଜିତ ନାମ ତାର ସନ୍ତତି ହୋଇ ସିନି ଅନମିତ୍ରକୁ ଘେନିବେନି। ଅନମିତ୍ରର ପୁତ୍ର ନିପ୍ନ ତାଅଂଶେ ଦୁଇ ପୁତ୍ର ଜନ୍ମ ପ୍ରସେନ ସକ୍ରାଜିତ ନାମ ହୋଇଲେ ତାର ଗୁଣ ଧାମ। ହେ ନୃପ ଶୁଣ ମନ ଦେଇ ଏବେ ସିନିର ବଂଶ କହି ସିନି ଯେ ଅନମିତ୍ର ସୁତ ସତ୍ୟ କଥାର ବିଚେ ଜାତ। ତାହାର ପୁତ୍ର ଯୁଯୁଧାନ ଜୟ ତାହାର ପୁତ୍ର ନାମ ପୁଣି ତାହାର ତହୁଁ ଜାତ ତାହାର ଯୁଗନ୍ଧର ସୁତ। ଅପରେ ବୃଷ୍ଣି ପୁତ୍ର ଦୁଇ ଜନ୍ମିଲେ ବିଷ୍ଣୁ ତେଜ ବହି ସଫଳକ ଚିତ୍ର ରଥ ବେନି ଗାନ୍ଧିନୀ ସଫଳକ ଭାମିନୀ। ଦ୍ୱାଦଶ ପୁତ୍ର ତାର ଘରେ ଜନ୍ମିଲେ ଅତି ପୁଣ୍ୟତରେ ଅକ୍ରୁରତ ହିଁ ଜ୍ୟେଷ୍ଠ ଜାଣ ଶୁଣ ହୋ ତାହାଙ୍କର ନାମ। ଆସଙ୍ଗ ସାର ମେଳ ଦୁଇ ମୃଦୁର ମୃଦ୍ବି ଯେ ହୋଇ ଗିରି ଧର୍ମ ବୃଦ୍ଧ ସୁକର୍ମ କ୍ଷତ୍ରପେକ୍ଷ ହରିମର୍ଦନ। ଗନ୍ଧମାଦ ଯେ ଶତ୍ରୁଘ୍ନ ଦ୍ୱାଦଶେ ପ୍ରତି ବାହୁ ନାମ ଆବର ଏକ କନ୍ୟା ଥିଲା ସୁଚିରା ନାମ ତାର ହେଲା। ଅକ୍ରୁର ପୁତ୍ର ହୋଇ ବେନି ଦେବବାନ ଉପଦେବ ଘେନି ଚିତ୍ରରଥର ଯେ ଆତ୍ମଜ ତିନି ଭୁବନେ ତାର ତେଜ। ପୃଥୁ ଯେ ବିଦୁରଥ ଆଦି ଏଣେ ବୃଷ୍ଣି ବଂଶ ସମ୍ପାଦି କୁକୁର ଭଜ ମାନବେନି ସୂଚି କମ୍ବଳ ବହିର୍ଘେନି। ଏ ଚାରି ଅନ୍ଧକର ସୁତ ଏବେ ହୋ ଶୁଣ ପରୀକ୍ଷିତ କୁକୁର ସୁତ ବହ୍ନି ନାମା ତାହାର ତନୟ ବିଲୋମା। କପତରୋମା ତାର ସୁତ ତା ପୁତ୍ର ଅନୁ ନାମେ ଖ୍ୟାତ ତୁମ୍ବୁରୁ ଅଟେ ସଖା ତାର ଅନ୍ଧକ ଅନୁର କୁମର। ଦୁନ୍ଦୁଭି ଅନ୍ଧକର ସୁତ ଅରିତ୍ୟତ ଯେ ତା ଅପତ୍ୟ ଅରିତ୍ୟତ ଅଂଶେ ଉତ୍ପନ୍ନ ପୁନର୍ବସୁ ନାମେ ସନ୍ତାନ। ତାହାର ପୁତ୍ର କନ୍ୟା ହୋଏ ଆହୁକ ଆହୁକି ବୋଲାଏ ଦେବକ ଉଗ୍ର ସେନ ଦୁଇ ଆହୁକ ତହୁଁ ଜାତ ହୋଇ। ଦେବକ ପୁତ୍ର ଚାରି ହୋଇ ନାମ ତାହାଙ୍କ ଶୁଣ ରାଏ ଉପଦେବ ଯେ ଦେବବାନ ସୁଦେବ ଯେ ଦେବବର୍ଦ୍ଧନ। ଗୁଣ ହୋଇଲେ କନ୍ୟା ସାତ ଜାନାମ ଜଗତେ ବିଖ୍ୟାତ ପ୍ରଥମେ ଧୃତ ଦେବା ହେଲା ପରେ ଶାନ୍ତି ଦେବା ଜନ୍ମିଲା। ଉପଦେବ ଶ୍ରୀ ଦେବା ବେନି ଦେବ ରକ୍ଷିତା କନ୍ୟା ଘେନି ସହଦେବା ଦେବକୀ ତୁଲେ ଏମନ୍ତ ସାତ କନ୍ୟା ହେଲେ। ଦେବକ ସାତ କନ୍ୟା ନେଇ ବସୁଦେବଙ୍କୁ ବିଭା ଦେଇ ଏବେ ହୋ ଶୁଣ ନରନାଥ ଉଗ୍ରସେନର ଯେତେ ସୁତ। କଂସ ସୁନାମାନ୍ୟ କ୍ରୋଧକ କଙ୍କସକୁ ବେନି ବାଳକ ସୁହୁଜେ ସୃଷ୍ଟି ରାଷ୍ଟ୍ରପାଳ ତୁଷ୍ଟିଏ ଉଗ୍ରସେନ ବାଳ। ଆବର ହେଲେ କନ୍ୟା ପାଞ୍ଚ ସୁନ୍ଦର ସୁରୁ ପଶୁ ସଞ୍ଚ କଂସା ଯେ କଙ୍କବତୀ କଙ୍କା ସୁରଭୁଜେ ରାଷ୍ଟ୍ରପାଳିକା। ଏ କନ୍ୟା ବରି ବେଦ ମତେ ବସୁଦେବର ଭାଇ ଯେତେ ବିବାହ କଲେ ଶୁଭ ବେଳେ ଉଚିତେ ଗୃହ କର୍ମ କଲେ। ବିଦୁରଥର ସୁର ସୁତ ଭଜମାନତା ବିଜେ ଜାତ ସିନି ତାର ହୁଏ ଆତ୍ମଜ ସିନିର ପୁତ୍ର ସ୍ୱୟଂ ଭୋଜ।